ଏବେ ଦେଖ କହିଲା ନିମ୍ନଲିଖିତ ସହସମୀକରଣ କ୍ଷେତ୍ରରେ ଅନନ୍ୟ ବା ଏକମାତ୍ର ସମାଧାନ ସମ୍ଭବ କି ନୁହେଁ ପରୀକ୍ଷା କର। ଏବେ ଦେଖିବା ଏକମାତ୍ର ସମାଧାନ ସମ୍ଭବ କି ନାହିଁ ଦେଖିବା ପରୀକ୍ଷା କରିବା। ତ ପ୍ରଥମେ କହିଲା a ରେ x plus y minus 3 is equal to 0, 2x plus 2y minus 6 is equal to 0। ଏବେ ଦେଖ ୟାକୁ ମୁଁ ଲେଖିପାରିବି y is equal to କେତେ ହେଲା ନା 3 minus x, ଏଠି 2y is equal to 6 minus 2x, ତାହେଲେ y ଟା କେତେ ହେଲା 6 minus 2x by 2। ଏତିକି ଆମେ ପାଇଲେ। ଏହା ପାଇଁ କର ଦେଖ ବାକ୍ସ, ଯେତେବେଳେ ଆମେ ବାକ୍ସ କରୁଛେ ଏଠି ରଖିଲେ x ଏପଟେ ରଖିଲେ y। ତ x ଜାଗାରେ 0 ପୁଟ୍ କଲି, ଯେତେବେଳେ 0 ପୁଟ୍ କରୁଛି y ଟା ପାଇଲି 3। ମନେ କର ମୁଁ x ଜାଗାରେ 3 ପୁଟ୍ କଲି, ତାହେଲେ y ଟା କେତେ ପାଇଲି 0। ତାପରେ ଏଠି ମନେ କର କଣ କଲି ନା x y ରଖିଲି, ମନେ କର ମୁଁ ସେଇ ଦିଟାକ ବିନ୍ଦୁ ନେଲି, ତ x ଜାଗାରେ 0 ପୁଟ୍ କଲି, ତାହେଲେ x ଜାଗାରେ 0 ପୁଟ୍ କରୁଛି କେତେ ହେଲା 6 by 2 ହେଇକି 3 ଆସିଗଲା। ତାପରେ x ଜାଗାରେ 3 ପୁଟ୍ କଲି, 3 ପୁଟ୍ କଲେ 3 2 6, 6 minus 6 ହେଲେ କେତେ 0 by 2, ତ 3 ପୁଟ୍ କଲେ 0 by 2 ହେଇକି 0 ହେଇଗଲା। ତମେ ନିଜେ ଟ୍ରାଏ କର, ସମସ୍ତେ ଖାତା ପେନ୍ ଧରିକି ନିଜେ କର, ମୁଁ କରିବା ସାଙ୍ଗରେ ତମେ ବି କର, ଦେଖ ତମର ବି ପ୍ରାକ୍ଟିସ ହେଇଯିବ। ତ ଦେଖ ଇଏ 0 3 3 0, ଦେଖ 0 3 କୋଉଠି 0 3 ଏଠି, 3 0 କୋଉଠି 3 0 ଏଠି। ତ ଫାଷ୍ଟ L1 ସରଳରେଖାଟା ଦେଖିଥିବ ଏଇଭଳିଆ ଚାଲିଲା। ତାପରେ L2 ସରଳରେଖା ପୁଣି ସେଇ 0 3 3 0, ତ L2 ସରଳରେଖା ବି ସେଇ ତାରି ଉପର ଦେଇକି ପଳେଇଲା। ତା ମାନେ ଆମେ ଦେଖିଲେ କଣ এই ସରଳରେଖା ଦିଟାକ ଅସଂଖ୍ୟ ସମାଧାନ ହଉଛି, ମାନେ এই ଦିଟା ସରଳରେଖା ପରସ୍ପର ଉପର ଦେଇ ପଳଉଛନ୍ତି, ଏକ ଓ ଅଭିନ୍ନ। এই ସରଳରେଖା ଦିଟାକ ଏକ ଓ ଅଭିନ୍ନ ପରସ୍ପର ଉପର ଦେଇ ପଳଉଛନ୍ତି। ତା ମାନେ ଏଠି କଣ ପାଇଗଲା ଆମେ ଏହାର ସମାଧାନ ବିଷୟରେ ଯଦି ଆମେ କହିବା ସମାଧାନଟି ଅସଂଖ୍ୟ ସମାଧାନ ହବ। ପ୍ରତିଟି ବିନ୍ଦୁ ୟାରି ଉପରେ ପ୍ରତିଟି ବିନ୍ଦୁ ଗୋଟେ ଗୋଟେ ସମାଧାନ ହେଇଯିବ, କିନ୍ତୁ ସେଠି ଗୋଟିଏ ବିନ୍ଦୁ ସମାଧାନ ହଉଥିଲା। এই ଚିତ୍ରରେ ଆମେ ଦେଖିଲେ କଣ ନା ଏଟା ଅସଂଖ୍ୟ ସମାଧାନ। ତ ଆମେ ଏଠି କହିପାରିବା କଣ ନା ଅପସନ, এই ଯୋଉ କ୍ୱେଶ୍ଚିନ୍ ପ୍ରଶ୍ନ ଏଇଟା ଆମର ଅସଂଖ୍ୟ ସମାଧାନ ଦେବ।